विपर्चय ये कि अभूतपूर्व दृश्य सतरे गुण बदलीगला पृथ्वीर नियम सप्त सिंधु कूल लंघन कले बिना लेखरे वज्रपात है बसंत ऋतु महिला प्रचंड रौद्रताप यह दृश्य न देखा उचित थिला महाबाहु जगतर आराध्य स्वयं जगन्नाथ और बलभद्र सामान्य ब्राह्मण वेशरे मुठाई अन्न पाई रत्न मुद्रिका बिक्री करने जाऊँगी निष्करुण निश्चय घटना प्रवाह कि माया रचौच प्रभु कौन तुम उद्देश्य पद्म पाद को कष्ट दे क्यों सत्यर प्रतिष्ठा लगी तुम्हारे उद्यम ये रहस्य उन्मोचन कर प्रभु नहले नहले तुम आस्था दे बंची भक्त मान हृदय विदीर्ण हो भाईना एटा पड़ा एटा हाँ चलो चलो आमे गोटे काम रे आसिलु गोटे काम रे आसिलु भाईना बुढ़ा बोधे काल आउ टिके उच्चारे कह गोटे काम रे आसिलु नाम नामर कौन मिल तमर तो काम है गला ना जदि पचार मो ना राधु रणा आम पुरोत्तम एमती मान्यवन लोक ना जी राधु रणा बणियार ना जानी ना पाला पाउजी कटफड़ कानफुल नाकफुल आम किणवा को आसिनु बिक्री करने को आचु बिक्री बिक्री एमती कौन ना तो मुझे शुणी दी कोड़ी 10 कोड़ी 7 चल बिक्री बोली गहना तो मुझे करी ना आमर इे ता चल नहीं दक्षिण रू आस ना उत्तर रू आस पथ काल भाईना रह कहीं गोटे व्यस्त हो एटा को बिक्री करिवो हम एमती मुदी गड़ी देवी 1.5 कोड़ी की 2 कोड़ी वर्ष तले जड़ को मुदी मु गड़ी देइथिली हीरा रो पत्थर बसैथिली हीराटा किंतु सी आनिथिला पचारिथिली एते दामिका मुदी काहा को दब पहला मानसिक करथिली बड़ ठाकुर को देवी हीरा कौन तुम आनीच ना आउ किसी पत्थर बसई देवी सबु प्रकार पत्थर मो पाखे अच्छी हीरा नीला मोती माणिक सब अच्छी आमे बिकिबा को आसचु किनिबा को नुहे जिनिबा हारिबा जिनिबा कथा मो पाखे को नहीं अच्छा अच्छा बढ़िया मो पाखे मुंड नुआई की जाई भाईना चलो आम आउ कौट ये काल को बुझेगा भारी कष्ट आसिल बसिलु बस तमे मुदीटा को किनिब एटा को बिक्री करिब से कथा कहून हाँ किनिबि नहीं कहीं किना बिका तो लगी रही कही दौची बर्तमान जो दर चाहिए से दर मु किणी पारि नहीं खाद काटी अधा दाम देवी आजिकल चोरा जिन रखा बड़ असुविधा बड़ देवल चोरी हवा दिन जगीवा भारी कड़ाकड़ी हो जाइए अरे बाबा एटा चोरा जिनस नुहे एटा मो पिंधिबा मुदी मु जो दर कहली से दर पटिला तो हाँ हाँ पटिछ देखे केते खाद्य अच्छी
ପଥର ସହିତ ବିକିବେ ନା ଖାଲି ବିକିବେ? ସବୁ ବିକିବୁ। ଭାଇନା ଟିକେ ବଡ ପାଟିରେ କହୁନ। ହଁ ହଁ ସବୁ ବିକିବୁ। ଓହୋ ଏତେ ଜୋରେ କାହିଁ କହୁଛ? ଆସ୍ତେ କହୁନା। କାଳିଆ 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 ମତେ ଡାକୁଛ କାହିଁକି? ମୁଦିଟା ତ ମୋର ନୁହଁ। ଆବେ କାଳିଆ ମରିଗଲୁ ନା କଣ? ମତେ ଡାକିଲୁ କଣ କହୁଛୁ? ହଁ ଶୁଣ, ବଡ ଦାଣ୍ଡକୁ ଯିବୁ। ହଁ ବଡ ଦାଣ୍ଡରେ ପାଇକ ମାନେ ପହରା ଦଉଥିବେ। ହଁ। ତାଙ୍କ ଭିତରୁ ଜଣକୁ ଡାକିକି ଆଣିବୁ। ଡାକିକି ଆଣିବି। କହିବୁ ଆମ ଦୋକାନରେ ଦିଟା ଠକ ବସୁଛନ୍ତି। ହଁ। ବେଙ୍ଗି ପିତଳକୁ ସୁନା ଆଉ କାଚକୁ ହୀରା ବୋଲି କହି ଠକିବାକୁ ବସୁଛନ୍ତି। ଯା ଜଲ୍ଦି ଡାକିଆ ନହେଲେ ପଳେଇ ଯିବେ। ପଳେଇ ଆସ। ଯା, ଏ, ଭାଇନା ପଳେଇ ଆସ ଭାଇନା। ଯା, ଭାଇନା ପଳେଇ ଆସ। ଯା, କାଳିଆ। ପଳେଇ ଆସ। ଚାଲ ଯ ପଳେଇ ଆସ। ପୁଅ ଜୀବନୀ। ପଳେଇ ଆସ। ଯା କାଳିଆ। ହଁ ଚାଲ। ଯା। ସେମାନେ କୁଆଡେ ଲୁଚି ଗଲେ? ପାଇଲି ନାହିଁ। ଓହୋ ଇଏ ରାଜୁ ବଳିଆକୁ ଠକି ଦବାକୁ ଚାଇଥିଲେ ନା? ଆରେ ବାଘ ନ ଦେଖିଲେ ବିରାଡ଼ି ଦେଖ, ଠକ ନ ଦେଖିଲେ ସୁନାରୀ ଦେଖ। ମୁଁ ହେଲି ସବୁଠୁ ମହା ଠକ। ଇଏ ତ ବେଡି ଉପରେ କୋରୋନା ମାଡ଼ ହେଇଗଲା ଭାଇନା। ଏପଟେ ଭୋକରେ ପେଟ ଜଳୁଛି, ସେଥିରେ ଫେରେ ଏଇ ଘୋଡା ଦୌଡ଼। ଇଏ କଣ କରୁଛ ଭାଇନା? ଫିଙ୍ଗି ଦଉଛି। ଏ ମୂଲ୍ୟହୀନ ମୁଦି ଆଙ୍ଗୁଳିରେ ରହିଲେ ଆଙ୍ଗୁଳିର ଓଜନ ବଢେଇବ ସିନା, କିଛି କାମରେ ଆସିବନି। ବର୍ତ୍ତମାନ ଆମେ ବି ମୂଲ୍ୟହୀନ ହେଇଯାଇଛେ ଭାଇନା। ତା ବୋଲି ଆମେ କଣ ନିଜକୁ ନିଜ ଫିଙ୍ଗିଦବା? ଫିଙ୍ଗ ନାହିଁ। ପୁଣି ଭଲ ଦିନ ଆସିଲେ ଦେଖିବ ପିତ୍ତଳ ସୁନା ହେଇଯିବ, ଆଉ କାଚ ବି ହୀରା ହେଇଯିବ। ତୁ ଫେରେ ଘୁରେଇ ଫେରେଇ ସେ ଲକ୍ଷ୍ମୀ କଥା କହିବୁ ନା? ଭାଇନା ମନ୍ଦିରରୁ ବାହାରି ଆସିଲା ପରେ ଲକ୍ଷ୍ମୀଙ୍କ କଥା ପଦେ ହେଲେ ବି ମୋ ମୁହଁରୁ ଶୁଣିଛ? ନ ଶୁଣିଲେ ବି ତୋ ମନ ଭିତରେ ଯେ ଦୁର୍ବଳତା ଅଛି ସେ କଥା ମୁଁ ଜାଣେ। କୌଣସି ଦୁର୍ବଳତା ମୋର ନାହିଁ ଭାଇନା। ଚେଷ୍ଟା କଲେ ସମୟକୁ ଯେତେବେଳେ ଆମେ ଫେରେଇ ଆଣିପାରିବାନି, ସେ ପଛ କଥା ଭାବି ଲାଭ କଣ? ଅବଶ୍ୟ ଏଇଟା ସତ କଥା ଯେ ଆମ ଆଗରେ କେବଳ ବର୍ତ୍ତମାନ ଗୋଟିଏ ସମସ୍ୟା ରହିଛି, ଆଉ ସେଇଟା ହଉଛି କିଭଳି ଆମେ ପେଟ ପୁରେଇବା। ମୁଁ ଜାଣେ ଭାଇନା, ଆମ ଆଗରେ ସେ ସମସ୍ୟାଟି ପାହାଡ ଭଳିଆ ଠିଆ ହେଇଛି। ସବୁଆଡେ ସବୁ ପ୍ରକାର ଚେଷ୍ଟା କରିସାରିଲା ପରେ ବି ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହେଇପାରିଲାନି। ଆଚ୍ଛା ଜଗନ୍ନାଥ, କାଳିଆ ହେଲା। ଆଚ୍ଛା କାଳିଆ, ଏମିତି ହୁଅନ୍ତାନି ଆମେ ରାଜାଙ୍କୁ ଯାଇ? ସେମିତି କୁହନି ଭାଇନା। ଆଚ୍ଛା କୋଉ ପରିଚୟ ନେଇ ଆମେ ରାଜାଙ୍କ ପାଖରେ ଠିଆ ହବା ଯେ? କାହିଁକି, ବର୍ତ୍ତମାନ ଯେମିତି ସେମିତି। ତାମାନେ ଆମେ ଦି ଜଣ ସର୍ବସାଧାରଣ ମଣିଷ ଭାବରେ ରାଜାଙ୍କ ନଅର ଆଗରେ ଯାଇ ଠିଆ ହବା, ଆଉ ରଖି ଆମର ପରିଚୟ ମାଗିବ? ହଁ, ଆମେ କହିଦବା ଆମେ ଦି ଜଣ ଭିକ୍ଷାର୍ଥୀ ରାଜାଙ୍କ ଅନୁଗ୍ରହ ପାଇବା ପାଇଁ ଆସିଛୁ। ରଖି ଠେଙ୍ଗା ଉଠେଇ କହିବ, ଯାଅ ପଳା ଏଠୁ। ଭିକ ମାଗିବାକୁ ଆଉ ଅନ୍ୟ ଜାଗା ମିଳିଲାନି ଯେ ରାଜନଗରକୁ ଚାଲି ଆସିଲ। ସେଇ ଅପମାନ କଣ ଏଇ ଅପମାନଠୁ ବଳି ପଡିବନି ଭାଇନା? କେମିତି ଆମେ କହିବା ଯେ ଆମର ତଣ୍ଡୁଳ ଦରକାର ନାହିଁ, ଆମକୁ ଅନ୍ନ ଦରକାର? ତୁ ବୋଧେ ଠିକ କହିଛୁ କାଳିଆ। ଆମେ ଆଜି ଏମିତି ଏକ ଅବସ୍ଥାରେ ଆସି ପହଞ୍ଚି ଯାଇଛେ, ସେଇ ଯୋଉ କହନ୍ତିନି
ଗାଈ ମାରିଲେ ମଲି, ଗାଈକୁ ମାରିଲେ ମଲି। ଭାଇନା ଭାରି ଶୋଷ ହେଲାଣି। ହଁ, ମତେ ବି ଭାରି ଶୋଷ ଲାଗିଲାଣି। ହୁଏତ ପେଟ ଭରି ଜଳ ପିଇଦେଲେ ଆଜିକା ସମସ୍ୟାର ସମାଧାନ ହେଇଯିବ। ଚାଲ ଯିବା, ଜଳର ସନ୍ଧାନ କରିବା। ଚାଲ ଭାଇ। ହ୍ୟାଲୋ ସିରିୟା। ଜୁହାର ଛାଟିଆ ସାର୍। ତତେ ଗୋଟେ କଥା କହିବାର ଅଛି ସିରିୟା। ତୁ ଯଦି କିଛି ଖରାପ ନ ଭାବିବୁ ତାହେଲେ କହିବୁ। ଏତେ ବରଷ ହେଲା ମୁଁ ଏ ବରଦାନ ଝାଡୁ କରୁଛି। କେବେ କୋଉ କଥାକୁ ଅବିଗୁଣ ପାଇବାରେ ତେମେ ଆପଣ ଦେଖିଛ? କହୁନା, କଣ କହିବ? ମା ଲକ୍ଷ୍ମୀଙ୍କ ଦୟାରୁ ତୋ ଅବସ୍ଥା ଆଜି ବଦଳି ଯାଇଛି। ନୂଆ ଘର କଲୁ, ମାସ କେଇଟାରେ ମା ହବୁ, ବାଂଶ ହବାର ବଦନାମ ତୋର ସବୁଦିନ ପାଇଁ କଟିଯିବ। ଆଜି ଲୋକେ ପରା କୁଆ କହି ହଉଛନ୍ତି ମୁକୁନ୍ଦ କୁଆଡେ ଦିମାଣେ ଜମି କିଣିଲାଣି। ହଁ, 2 ମାଣ ଜମି କିଣିବୁ। ମୋର କହିବାର କଥା ହଉଛି ତୁ ତାହେଲେ ଆଉ ପାଇଁ ଝାଡୁ କରୁଛୁ? ଆଉ କିଅଣ କରିବି ସାନ୍ତେ? ନାଇଁ, ଘରେ ଘରଣୀ ମାନେ ଯାହା କରନ୍ତି ସେ କରିବୁ। ତୋ ଜାଗାରେ ଅନ୍ୟ କେହି ଗରିବ ଗୁରୁବା ଏ କାମ ଖଣ୍ଡକ ପାଇଲେ ନିଜ ପେଟ ପୋଷି ପାରନ୍ତା। ମେଙ୍କିର ଅବସ୍ଥା କଥା ତୁ ତ ଜାଣିଛୁ ସିରିୟା। ବୁଢୀ ମାଟା ଛଡା ଦୁନିଆରେ ତାର ଆଉ କେହି ନାହାନ୍ତି। ତାର ଫେରେ 6 ଦିନକୁ 9 ରୋଗ। ଘର ଖଣ୍ଡକ ପୋଡିଗଲା ଯେ ତୁ ଯଦି ସାହାପକ ହେଇନଥାନ୍ତୁ ଘର ଖଣ୍ଡକ ବି ମରାମତି ହେଇପାରିନଥାନ୍ତା। ତାର ଆଉ ସେ ସ୍ୱଭାବ ନାହିଁ ଲୋ ସିରିୟା। ହଣା ନଈ ଗଲାଣି, ଜାକି ଜୁକି ହୋଇ ପେଡି ଭିତରେ ପଶିଲାଣି। ହେଲେ ସାନ୍ତେ ମେତେ କଣ କରିବାକୁ ହବ କହୁନ? ତୁ ଚାହିଁଲେ ତୋ ଜାଗାରେ ମେଙ୍କି ଆସି ତୋ କାମ କରନ୍ତାନି? ନାଇଁ ନାଇଁ ସାନ୍ତେ, ତେମେ ଆପଣେ ମେତେ କାମ ଛାଡିବାକୁ ଜମା କୁହନି। ସାନ୍ତେ, ଖାଲି ପେଟ ପାଇଁ ମୁଁ ଏ କାମ କରୁନି। ମୋ ପାଇଁ ଇଏ ହଉଛି ଠାକୁରଙ୍କ ସେବା। ଆକୁ ମୁଁ ଛାଡି ପାରିବିନି। ହଉ, ତୋ ଇଚ୍ଛା। ହଉ। ସାନ୍ତେ, କଣ ହେଲା? କୋଉଠି କାହିଁ ଡାକିଲୁ? ସାନ୍ତେ, ତେମେ ଆପଣେ ମେଙ୍କି କଥା ଜମା ଚିନ୍ତା କରନ୍ତୁନି। ମୁଁ ସିନା ଏ ବରଦାନରେ ଝାଡୁ କରିବି, ହେଲେ ମୋ ବରଦାନ ମେଙ୍କି ନବ। ସତ କହିବି ସାନ୍ତେ, କଉଡିରେ ମୋର ଟିକେ ବି ଲୋଭ ନାହିଁ। ଖାଲି ଠାକୁରଙ୍କ ସେବା କରିବା ହିଁ ମୋର ଲୋଭ। ଏଇ ହପ୍ତାହରୁ ମୋ ବର୍ତ୍ତମାନ ମେଙ୍କି ନବ। ତତେ ଆଉ ମୁଁ କଣ କହିବି ଲୋ ସେଇଆ? ତୁ ତ ସବୁଦିନ ପାଇଁ ମୋ ମୁହଁ ବନ୍ଦ କରିଦେଲୁ। ଜୁହାରେ ଚଢେଇ ଘୁଷେଇ। ସାନ୍ତେ, କଣ ହେଇଛି କି? ଚଢେଇ ଘୁଷେଇ ଏମିତି ମୁହଁ ବୁଲେଇକି ଚାଲିଗଲା କାହିଁକି? ଭାରି କୁହାଳିଆ ଲୋକ ସେ। ସବୁବେଳେ ତାଙ୍କର ହସ ହସ ମୁହଁ। ଯେତେବେଳେ ମୁଁ ତାଙ୍କୁ ଜୁହାର ହେଇଛି, ପଦେ କି 2 ପଦ କିଛି ନା କିଛି ସେ କଥା କୁହନ୍ତି। ତୁ ତ ସବୁଦିନ ସକାଳୁ ଦେଉଳ ଝାଡୁ କରୁଛୁ, ତୋ ଆଖିରେ କଣ କିଛି ପଡୁନି? ଦେଉଳର ଅବସ୍ଥା କଥା ତୋ କାନରେ କଣ କିଛି ପଡୁନି? ଖାଲି ଏତିକି ଶୁଣିଛି, ଦେଉଳରୁ ସବୁ ଚୋରି ହେଇଯାଇଛି। ରୋଷଘର ଚୁଲି କୁଆଡେ ଚଳୁନି। ଆଉ ବେଳାରେ ଗଙ୍ଗା ଯମୁନା ବୋଲି ଯୋଉ 2ଟା କୂଅ ଅଛି, ସେଥିରେ ବି ଟୋପାଏ ପାଣି ନାହିଁ। ସାନ୍ତେ, ଆମେ ଅଛୁଆଁ ଜାତି ବୋଲି ଆମକୁ ତ ଭିତରକୁ ଯିବାକୁ ମନା। ଦେଉଳ ଭିତରେ କଣ ହଉଛି କଣ ନ ହଉଛି ସେ କଥା ଆମେ କେମିତି ଜାଣିବୁ ଯେ? ଦେଖୁନୁ, ଅଣ୍ଡା ପଡିଆରେ କାହାରି ମୁହଁରେ ଟିକେ ହସ ବି ନାହିଁ। ଯାହାକୁ ପଚାରିଲେ ବି କେହି କିଛି କହୁନାହାନ୍ତି। ଘରର ଜଗୁଆଳି କହୁଥିଲା ମହାରାଜା କୁଆଡେ କୁଟା ସେଜରେ ଶୋଇ ଅଧିଆ ପଡିଛନ୍ତି। ମହାରାଜା ଅଧିଆ ପଡିଛନ୍ତି? ହଁ।
हे ଠାକୁରେ ଆମର ଆଇଜକୁ ଯେମିତି ବିପଦ ମାରି ନ ଆସୁ ଠାକୁରେ ତେବେ ଆମକୁ ସାହା ହୁଅ ଠାକୁରେ ଆମର ଆଇଜକୁ ସାହା ହୁଅ ଆମକୁ ସାହା ହୁଅ ପ୍ରଭୁ। भाईना भाईना उठ ସକାଳ ହେଲାଣି। ହଁ ଭାଇନା ପୁଣି ଏକ ଯନ୍ତ୍ରଣା ଜର୍ଜରିତ ଦିନର ଆରମ୍ଭ ହୋଇଗଲା। ପୁଣି ଏବେ ଗଣ୍ଡେ ଖାଦ୍ୟ ଅନ୍ୱେଷଣର ପର୍ବ ଆରମ୍ଭ ହବ। ପୁଣି ଦିନ ଶେଷରେ ପେଟ ଭର୍ତ୍ତି ଜଳ ପିଇ କୋଉ ଗଛ ମୂଳରେ କି କାହା ଘର ପିଣ୍ଡାରେ ଆମକୁ ରାତି କଟେଇବାକୁ ପଡିବ। ଭାଇନା କ୍ଷୁଧା ମହାଶୟ ଯେ ମଣିଷର କେତେ ବଡ ଶତ୍ରୁ ସେ କଥା କଣ ତମେ ଅନୁଭବ କରିପାରୁନାହ ଭାଇନା? ଅନୁଭବ ତ ନିଶ୍ଚୟ କରୁଛି, କିନ୍ତୁ ତା ଦ୍ୱାରା କ୍ଷୁଧା ଯେ ପଳାୟନ କରିବ ତାର ତ ସମ୍ଭାବନା ନାହିଁ। ବରଂ ଦିନ ଯେତେ ବଢି ବଢି ଚାଲିବ କ୍ଷୁଧା ସେତେ ପ୍ରବଳରୁ ପ୍ରବଳତର ହେଇ ଚାଲିବ। ପେଟେ ଜଳ ପିଇ ଦେଇ ଆସି କାଲି ରାତିରେ ଗଛ ମୂଳେ ନିଦ କେମିତି ହେଲା ଭାଇନା? ନିଦ ତ ନୁହେଁ, ତନ୍ଦ୍ରା। ମୁଁ ମନକୁ କହିଲି ଧରି ନିଆଯାଉ ଆମେ ଯୋଉ ଧୂଳି ଧୂସରିତ ଭୂମି ଉପରେ ବସିଛେ ସେ ହଉଛି ଆମ ପାଇଁ ଶୟନ କକ୍ଷର ତୁଳିତଳ୍ପ ଶଯ୍ୟା, ଆଉ ଏଇ ଯୋଉ ଗଛର ଗଣ୍ଡିରେ ମୁଣ୍ଡ ଦେଇଛେ ସେ ହଉଛି ଆମ ପାଇଁ କୋମଳ ତକିଆ, ଆଉ ଶୋଇବା ପୂର୍ବରୁ ଯୋଉ ପେଟେ ଜଳପାନ କରି ଆସିଲେ ସେ ହଉଛି ଆମ ପାଇଁ ସୁସ୍ୱାଦୁ ମଣୋହି। ହସୁଛୁ ଭାଇନା? ଏଇଥିପାଇଁ ହସୁଛି ଯେ ଭାବନାରେ ଯଦି ପେଟ ପୁରି ଯାଉଥାନ୍ତା ତାହେଲେ ସମସ୍ତେ କିଛି କର୍ମ ନ କରି ଘରେ ବସି ଭାବୁଥାନ୍ତେ, ଆଉ ଭାବନାରେ ଯଦି ନିଦ ଆସି ଯାଉଥାନ୍ତା ତାହେଲେ କାହାର କିଛି ଦୁଶ୍ଚିନ୍ତା ନଥାନ୍ତା। ଭାଇନା ଭାବନା ଆଖିରୁ ନିଦ ଛଡେଇ ନିଏ, ଭୋକକୁ ଆହୁରି ବଢେଇ ଦିଏ। ସତ କଥା କହିବାକୁ ଗଲେ କାଲି ରାତି ସାରା ମୁଁ ଶୋଇପାରିନି ଭାଇନା। ଭୋରରୁ ଆଖିପତା ଟିକେ ବୁଝି ହେଇଯାଇଥିଲା। କଣ ଭାବୁଥିଲୁ? ରନ୍ଧନ ପ୍ରଣାଳୀ କଥା, ମଣ୍ଡା କେମିତି ତିଆରି ହୁଏ, ମାଲପୁଆ କେମିତି ତିଆରି ହୁଏ, କ୍ଷୀରପୋଳି, ସରପୋଳି, ପୋଡପିଠା କେମିତି ତିଆରି ହୁଏ। ରୋଷଶାଳାକୁ ତ କେବେ ଯାଇନୁ, ସିଏ ଥିଲା